ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆଉ ଏକ ଭିଡ଼ିଓକୁ ସ୍ୱାଗତ କରୁଅଛି। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ପାଉଲଙ୍କର ମୃତ୍ୟୁ କିପରି ହୋଇଥିଲା। ତେବେ ଚାଲନ୍ତୁ ବନ୍ଧୁଗଣ, ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓକୁ ଆମେ ଆରମ୍ଭ କରିବା। ତାର୍ସସର ପାଉଲ ତାର୍ସସର ସାଉଲ ପାଉଲ ଭାବରେ ଭଲ ଭାବରେ ଜଣାଶୁଣା ଅଟନ୍ତି। ସେ ପ୍ରଭୁ ଯୀଶୁଙ୍କର ଜନ୍ମର 5 ରୁ 10 ବର୍ଷ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ। ତାର୍ସସ ସେହି ସମୟରେ ରୋମର ରାଜଧାନୀ ସିଲିସିଆର ଏକ ଅଂଶ ଥିଲା। ଆଉ ସାଉଲ ଜିହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବିଶେଷ ଭାବରେ ବେଞ୍ଜାମିନଙ୍କର ବଂଶଧର ଥିଲେ। ନିଜର ଯୁବା ଅବସ୍ଥାରେ ଯୁବକ ସମୟରେ ହିଁ ସେ ଜଣେ ଖ୍ରୀଷ୍ଟିଆନ ବିରୋଧୀ ଭାବରେ ଜଣାଶୁଣା ଥିଲେ। ଯେତେବେଳେ ପ୍ରଭୁ ଯୀଶୁଙ୍କର ଅନୁଗାମୀ ଯେଉଁମାନେ ଥିଲେ ସେମାନଙ୍କୁ ତାଡ଼ନା କରିବା ନିମନ୍ତେ ସେ ଅତ୍ୟନ୍ତ ବ୍ୟଗ୍ର ଥିଲେ। ଯେତେବେଳେ ତାହାଙ୍କର ସାମ୍ନା ସିଧାସଳଖ ଯୀଶୁଙ୍କ ସହିତ ହୋଇଥିଲା, ସେତେବେଳେ ତାଙ୍କର ସମସ୍ତ ବିଷୟ ପରିବର୍ତ୍ତନ ହୋଇଯାଇଥିଲା। ସେ ଯୀଶୁଙ୍କର ବାର୍ତ୍ତା ପ୍ରଚାର କରିବା ନିମନ୍ତେ ଅତ୍ୟନ୍ତ ବ୍ୟଗ୍ର ଥିଲେ। କେବଳ ଜିହୁଦୀ ନୁହେଁ, ଗ୍ରୀସ, ଏସିଆ ମାଇନର୍ସ ଆଉ ସିରିଆ ଏବଂ ପାଲେଷ୍ଟାଇନରେ ମଧ୍ୟ ଖ୍ରୀଷ୍ଟିଆନ କମିଟି ମଧ୍ୟରେ ପାଉଲଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ନୂତନ ନିୟମର ଅଧିକ ଅଂଶ ଲେଖିବାରେ ଜଣାଶୁଣା ଅଟନ୍ତି। ତାହାଙ୍କ ଲେଖାରେ ସେ ଆଧ୍ୟାତ୍ମିକ ଲେଖା ସହିତ ପ୍ରାକ୍ଟିକାଲ ଅଭିଜ୍ଞତା ଗୁଡ଼ିକ ମଧ୍ୟ ସାମିଲ କରିଥିଲେ। ଯଦି ଆମେ ପାଉଲଙ୍କର ବିଷୟ ଅନୁଧ୍ୟାନ କରିବା, ତେବେ ସେ ଜଣେ ଫାରୁସୀ ଥିଲେ ଏବଂ ଗମଲିଏଲଙ୍କ ଅଧୀନରେ ଥାଇ ଶିକ୍ଷା ଗ୍ରହଣ କରିଥିଲେ। ସେ ଗଭୀର ଭାବରେ ଜିହୁଦୀମାନଙ୍କର ନିୟମକୁ ହୃଦୟଙ୍ଗମ କରିଥିଲେ ଏବଂ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା କରିବାରେ ଅତ୍ୟନ୍ତ ଆଗ୍ରହୀ ଥିଲେ। ସାଉଲଙ୍କ ନାମ ସାମ୍ନାକୁ ଆସିଥିଲା ଯେତେବେଳେ ସ୍ତିଫାନକୁ ପ୍ରସ୍ତର ଆଘାତ କରି ହତ୍ୟା କରାଯାଇଥିଲା। ଏହାକୁ ଆପଣ ପାଇପାରିବେ ପ୍ରେରିତ 7 ପର୍ବର 58 ପଦରେ। ଆଉ ସ୍ତିଫାନଙ୍କର ମୃତ୍ୟୁରେ ସାଉଲ ସମ୍ପୂର୍ଣ୍ଣ ଭାବରେ ସହମତ ହୋଇଥିଲେ। ଏହି ଘଟଣା ପରେ ପରେ ସାଉଲଙ୍କର ତାଡ଼ନା କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ସେ ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ଧରି କାରାଗାରରେ ବନ୍ଦୀ କରୁଥିଲେ। ଯେଉଁମାନେ ଯୀଶୁଙ୍କର ଅନୁଗାମୀ ଥିଲେ, ପ୍ରଭୁ ଯୀଶୁଙ୍କୁ ଯେଉଁମାନେ ବିଶ୍ୱାସ କରୁଥିଲେ। ପରବର୍ତ୍ତୀ ଅଧ୍ୟାୟରେ ଆମେ ଦେଖିବାକୁ ପାଉ ପାଉଲ, ଯିଏକି ସାଉଲ ଥିଲେ, ପରବର୍ତ୍ତୀ ମୁହୂର୍ତ୍ତରେ ପାଉଲ ହୋଇଥିଲେ। ସେ ଦମେଶକକୁ ଯାତ୍ରା କରିଥିଲେ। ଆଉ ଯାତ୍ରା କରିବାର କାରଣ ଥିଲା ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା କରିବା। ଦମେଶକ ପଥରେ ପ୍ରଭୁ ଯୀଶୁ ନିଜେ ସାଉଲଙ୍କ ଆଗରେ ଆବିର୍ଭାବ ହୋଇଥିଲେ ଆଉ କହିଥିଲେ, ସାଉଲ, ମୋତେ କାହିଁକି ତାଡ଼ନା କରୁଅଛ? ସାଉଲ ବିସ୍ମିତ ହୋଇ ପଚାରିଥିଲେ, ପ୍ରଭୁ, ତୁମେ କିଏ? ପ୍ରଭୁ ଯୀଶୁ ଉତ୍ତର ଦେଲେ, ମୁଁ ହେଉଛି ଯୀଶୁ, ଯାହାଙ୍କୁ ତୁମେ ତାଡ଼ନା କରୁଅଛ। ଆଉ ଯୀଶୁ କହିଥିଲେ, ଉଠ, ନଗରରେ ପ୍ରବେଶ କର। ତୁମକୁ କଣ କରିବାକୁ ହେବ ତାହା ତୁମକୁ କୁହାଯିବ। ସାଉଲ ଉଠିଲେ ଆଉ ଯାତ୍ରା କଲେ, କିନ୍ତୁ ସେ 3 ଦିନ ପର୍ଯ୍ୟନ୍ତ କିଛି ଦେଖିପାରିଲେ ନାହିଁ କି କିଛି ଭୋଜନ ମଧ୍ୟ କଲେ ନାହିଁ। ଏହାପରେ ପରମେଶ୍ୱର ହନନିୟଙ୍କ ଦ୍ୱାରା ସାଉଲଙ୍କୁ ଦେଖିବା ପାଇଁ ଶକ୍ତି ଦେଇଥିଲେ। ହନନିୟଙ୍କୁ ପରମେଶ୍ୱର ପ୍ରେରଣ କରିବା ସମୟରେ ସାଉଲ ପ୍ରାର୍ଥନା କରୁଥିଲେ। ଆଉ ସାଉଲ, ଯିଏ ପରବର୍ତ୍ତୀ ମୁହୂର୍ତ୍ତରେ ପାଉଲ ହେଲେ, ପାଉଲଙ୍କର ଯାତ୍ରା ଆରମ୍ଭ ହୋଇଥିଲା ଗାଲାତୀୟ ପୁସ୍ତକ 1ମ ଅଧ୍ୟାୟରେ 17 ପଦରେ, ଯାହାକି ଆମେ ଦେଖିବାକୁ ପାଉ। ପାଉଲ ଏହିପରି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ଦ୍ୱାରା ସୁସମାଚାର ସେହି ସମୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଯେତେବେଳେ ସୁସମାଚାର ପ୍ରଚାରକ ଥିଲେ, ସେମାନଙ୍କ ମଧ୍ୟରୁ ପାଉଲ ସବୁଠାରୁ ଅଧିକ ଦୃଢ଼ ଭାବରେ ସୁସମାଚାରର ମୂଳଦୁଆକୁ ସ୍ଥାପନ କରିଥିଲେ। ଯୀଶୁଙ୍କ ଦ୍ୱାରା ସିଧାସଳଖ ସିଏ ସୂଚନା ପାଉଥିଲେ। ଏହାପରେ ସେ ଜେରୁସାଲେମକୁ ଯାତ୍ରା କରିଥିଲେ। ପାଉଲଙ୍କ ଦ୍ୱାରା ସୁସମାଚାର ଏସିଆ ଏବଂ ୟୁରୋପରେ ଦ୍ରୁତ ଗତିରେ ପ୍ରସାରିତ ହୋଇଥିଲା। ଆଉ ପରିତ୍ରାଣ ବିଷୟରେ ସେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଆଉ ଯୀଶୁଙ୍କ ପ୍ରେମ ସମ୍ପୂର୍ଣ୍ଣ ଭାବରେ ପାଉଲଙ୍କୁ ଧରି ରଖିଥିଲା। ସେ ସୁସମାଚାରରେ ସମ୍ପୂର୍ଣ୍ଣ ଭାବରେ ପ୍ରାଣପଣ କରିଥିଲେ। ପ୍ରେରିତ 20 ପର୍ବର 24 ପଦ।
ଏହି ପଦରେ ସେ ଘୋଷଣା କରନ୍ତି, କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ଯାଏ ଦୌଡ଼ିପାରେ ଆଉ ଈଶ୍ୱରଙ୍କର ଅନୁଗ୍ରହର ସୁସମାଚାରର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କ ଠାରୁ ଯେଉଁ ସେବାର କାର୍ଯ୍ୟ ପଦ ମୁଁ ପାଇଅଛି ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି। ଏହି ପଦ ପାଉଲଙ୍କ ଜୀବନରେ ଥିବା ଯୀଶୁଙ୍କ ପ୍ରେମକୁ ପରିପ୍ରକାଶ କରିଥାଏ। ଏହି ପ୍ରେମ ପାଉଲଙ୍କ ଯୀଶୁଙ୍କ ସୁସମାଚାର ନିକଟରେ ସମର୍ପଣ ହେବାକୁ ବାଧ୍ୟ କରିଥିଲା। ସେଥିପାଇଁ ପାଉଲଙ୍କ ଜୀବନରେ ଅନେକ ତାଡ଼ନା ମଧ୍ୟ ଘଟିଥିଲା। ପ୍ରଥମ କରନ୍ଥୀୟ 4 ପର୍ବର ତାର 11 ପଦରୁ 13 ପଦ ବର୍ଣ୍ଣନା କରେ, ଏ ସମୟ ପର୍ଯ୍ୟନ୍ତ ସୁଦ୍ଧା ଆମେମାନେ କ୍ଷୁଧିତ, ଅତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ, ପୁଣି ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ 12 ପଦ ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ, ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ। 13 ପଦ ଅପବାଦିତ ହୋଇ ମିଳନରେ ଥାକୁଅଛୁ। ଏ ପର୍ଯ୍ୟନ୍ତ ସୁଦ୍ଧା ଆମେମାନେ ଜଗତର ଆବର୍ଜନା ସମସ୍ତଙ୍କର କଳଙ୍କ ସ୍ୱରୂପ ହୋଇଅଛୁ। ଏଇଥିରେ ଅନୁମାନ କରାଯାଇପାରେ ଯେ ପାଉଲ ଯୀଶୁଙ୍କ ନିମନ୍ତେ କେତେ ଉଦ୍ଯୋଗୀ ଥିଲେ, ଏପରିକି ମୃତ୍ୟୁ ଆସିଲେ ମଧ୍ୟ ତାହା ପାଉଲଙ୍କୁ ବିଚଳିତ କରିପାରିବ ନାହିଁ। ଏହା ସ୍ପଷ୍ଟ ଭାବରେ ପ୍ରତୀୟମାନ ହେଉଥିଲା। ସେ 3 ଥର ଯାତ୍ରା କରିଥିଲେ। ତାହା ଥିଲା ଯେଉଁମାନେ ସୁସମାଚାର ଶୁଣିନଥିଲେ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା। ପାଉଲଙ୍କର ଏହି ଯାତ୍ରା ମିଶନାରୀ ଯାତ୍ରା ନାମରେ ନାମିତ ଅଟେ। ଏହି 3ଟି ମିଶନାରୀ ଯାତ୍ରା ହେଉଛି ଏସିଆ ମାଇନର, ମାକିଦୋନିଆ ଏବଂ ଗ୍ରୀସ୍। ପ୍ରେରିତ 21 ପର୍ବ 10 ପଦରୁ 13 ପଦ। ଏଠାରେ ଆଗାମ ନାମରେ ଜଣେ ଭବିଷ୍ୟତ ବକ୍ତାଙ୍କ ବିଷୟରେ ଲେଖା ଅଛି। ସେ ଜିହୁଦା ପ୍ରଦେଶର ଜଣେ ବ୍ୟକ୍ତି ଥିଲେ। ସେ ପାଉଲଙ୍କ କଟିବନ୍ଧନ ଘେରି ଆପଣା ହସ୍ତପାଦ ବନ୍ଧନ କରି ସେ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଜେରୁସାଲେମ ନିବାସୀ ଜିହୁଦୀମାନେ ଏହିପରି ବାନ୍ଧି ଅଣ ଜିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ। 12 ପଦରେ ଲେଖାଯାଏ, ଏ ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଜେରୁସାଲେମ ସହର ନ ଯିବା ପାଇଁ ବିନତି କଲୁ। 13 ପଦ ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଜେରୁସାଲେମ ସହରରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି। ଏହାପରେ ସେ ଜେରୁସାଲେମକୁ ଯାତ୍ରା କରି ଲିସିୟସ୍ କମାଣ୍ଡରଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ। ତାହାଙ୍କୁ କାଇସରିଆରୁ ରୋମାନ ଗଭର୍ଣ୍ଣରଙ୍କ ପାଖକୁ ପ୍ରେରଣ କରାଯାଇଥିଲା। ତାହାଙ୍କୁ ରୋମକୁ ପଠାଯାଇଥିଲା। ସେଠାରେ ସମ୍ରାଟ ନେରଙ୍କ ଦ୍ୱାରା ସେ ବିଚାରିତ ହୋଇଥିଲେ। ଏହା ମଧ୍ୟ ପରମେଶ୍ୱରଙ୍କ ଯୋଜନା ଥିଲା, ଯେପରି ପାଉଲ ସୁସମାଚାରକୁ ନେଇ ନେର ସମ୍ରାଟଙ୍କ ଦରବାରକୁ ଯାଇପାରିବେ ଆଉ ଲୋକମାନେ ଯେପରି ବାକ୍ୟକୁ ଶୁଣିପାରିବେ। 2 ବର୍ଷ ପରେ ତାଙ୍କୁ ମୁକ୍ତ କରାଗଲା, କାରଣ ସମ୍ରାଟ ନେର ପାଉଲଙ୍କ ବିପକ୍ଷରେ ଯୁକ୍ତିଯୁକ୍ତ ପ୍ରମାଣ ପାଇନଥିଲେ। ଆଉ ପାଉଲଙ୍କର 64 ବର୍ଷ ବୟସରେ ରୋମରେ ଏକ ଜାଗାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଣରୁ ସମ୍ରାଟ ନେର ଖ୍ରୀଷ୍ଟିଆନମାନଙ୍କୁ ନିନ୍ଦା କରିଥିଲେ ଆଉ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନ କରିବାର ଅନୁମତି ଦେଇଥିଲେ। କିନ୍ତୁ ପାଉଲ ରୋମରେ ଥାଇ କିଛି ଗୁରୁତ୍ୱପୂର୍ଣ୍ଣ ପତ୍ର ଲେଖିଥିଲେ। ସେ ତିମୋଥୀକୁ 2ୟ ପତ୍ର ଲେଖିଥିଲେ। ଆଉ ପାଉଲ ଯୀଶୁଙ୍କ ପାଇଁ ଜୀବନ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ତାପରେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଯେତେବେଳେ ପୁନର୍ବାର ସୁସମାଚାର ପ୍ରଚାର କରିବା ପାଇଁ ବାହାରିଥିଲେ, ସେତେବେଳେ ରୋମାନ ସମ୍ରାଟଙ୍କ ଦ୍ୱାରା ସେ ଧରା ପଡ଼ିଥିଲେ ଆଉ ଖଡ୍ଗରେ ତାଙ୍କୁ ବଧ କରାଯାଇଥିଲା। ଏହା ରୋମର ସ୍ଥାନୀୟ ଇତିହାସ ପ୍ରକାଶ କରେ। ଏହା ଘଟିଥିଲା 67 ଶତାବ୍ଦୀରେ 67 ସେଞ୍ଚୁରୀ, ଯେତେବେଳେ ସମ୍ରାଟ ନେର ପାଉଲଙ୍କର ମୁଣ୍ଡକୁ କାଟିଦେଇ ହତ୍ୟା କରିଥିଲେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଇଏ ଥିଲା ଆଜିର ଭିଡ଼ିଓ, ଯେଉଁଥିରେ ଆମେ ଜାଣିଲୁ ଯେ ପ୍ରେରିତ ପାଉଲଙ୍କର ମୃତ୍ୟୁ କେଉଁ ପରିସ୍ଥିତି ଦେଇ ଏବଂ
କିପରି ହେଇଥିଲା। ବନ୍ଧୁଗଣ, ପ୍ରେରିତ ପାଉଲ ଏହିପରି ଜଣେ ବ୍ୟକ୍ତି ଥିଲେ ଯିଏ ସର୍ବଦା ଯୀଶୁଙ୍କ ନିମନ୍ତେ ପ୍ରାଣ ଦେବା ପାଇଁ ପ୍ରସ୍ତୁତ ଥିଲେ। ଶେଷରେ ସେ ଯୀଶୁଙ୍କ ନିମନ୍ତେ ପ୍ରାଣ ମଧ୍ୟ ଦେଇଥିଲେ। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖା ହବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର।